ଶ୍ରଦ୍ଧେୟ ଭକ୍ତଗଣ, ଅଖିଳ ଜ୍ୟୋତିର ଶାଖା ଚ୍ୟାନେଲ ଦୟାଜ୍ୟୋତି ନାମରେ ଆଉ ଏକ ଚ୍ୟାନେଲ ଖୋଲାଯାଇଛି। ଏହି ଚ୍ୟାନେଲରେ ବିଜ୍ଞାନ, ଗଣିତ ଓ ଦର୍ଶନର ଗବେଷଣାତ୍ମକ ତଥ୍ୟମାନ ପ୍ରକାଶ ପାଉଛି। ଗୀତାର ଶରୀର ତତ୍ତ୍ୱ ତଥା ଯୋଗ ବିଷୟକ ଅନେକ କିଛି ଜାଣିବା କଥା ପ୍ରକାଶ ପାଉଛି। ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ତାହାକୁ ଉପଲବ୍ଧି କରନ୍ତୁ। ମୋ ପାଖକୁ କଲ୍ କଲେ ଚ୍ୟାନେଲ ଲିଙ୍କ ପଠାଇଦେବେ। ଗୋଟେ ବାବା ଗୋଟେ କଥା ମୁଁ ଆପଣଙ୍କ ପଚାରିଲି, କଣ ମତରେ ପଚାରିଥିଲି, ତମେ ଯୋଉ ଅନୁକୂଳ ଚନ୍ଦ୍ର ଠାକୁରଙ୍କର ଯୋଉ ନାମ ନେଇଛ, ଓଂକାର ସମେତ ନା ଓଂକାର ସମେତ ଏଇ କଥା ପଚାରୁଥିଲ। କିନ୍ତୁ ମୁଁ ଆମ ସେ ଯାଜକଙ୍କୁ ପଚାରିନି, ସିଏ କହିଲେ ରା ଯୋଉ ଆସିଲା ସେ ଓଂକାରରୁ ଆଗରୁ ରା ଥିଲା। ଯୋଉ ରା ଯୋଉ ଆପଣ ଜାଣିଥିବେ, ସେ ଓଂକାରର ଆଗରୁ ସେ ସୃଷ୍ଟିର ସେ ମୂଳରୁ ସିଏ ଥିଲେ, ତାପରେ ସବୁ ଆସିଲେ। ସେ ହିଁ ଭଗବାନଙ୍କର, ଭଗବାନ ସେ ହିଁ ଭଗବାନ। ଆଜ୍ଞା, ମୁଁ କୋଉ ଶାସ୍ତ୍ରରେ ଦେଖିନି ବାପା। ଆଜ୍ଞା ଆଜ୍ଞା, ମୁଁ ଦେଖିନି କୋଉ ଶାସ୍ତ୍ରରେ ଏ କଥାଟା, କେମିତି କହିବି? ସେ ଜାଣିଛି ଯଦି କହିଲେ ଆଉ, କିନ୍ତୁ ସେଟା କୋଉ ଶାସ୍ତ୍ରରେ ମୋ ନଜରରେ ପଡିନାହିଁ କୋଉଠି। ଆଜ୍ଞା ଭଗବାନଙ୍କର ସବୁ ମାର୍ଗ କଣ? ରାକାର ମକାର କି ହଉଛି ସରିମାର୍ଥରେ ରାମ ଶବ୍ଦ ଯୋଉ ରମଣ କରନ୍ତି, ମୁଁ ତ ଛାଡିଛି। ରାମଚନ୍ଦ୍ର ଠାକୁର ଯୋଉ ନାମ ନେଇଥିଲେ, ଆପଣ ଏବେ ଜାଣନ୍ତୁ ରାମଚନ୍ଦ୍ର ଠାକୁର ରାମଚନ୍ଦ୍ର ଯୋଉ ନାମ ନେଇଥିଲେ, ଗୁରୁଙ୍କ ଠାରୁ ଯୋଉ ନାମ ଗ୍ରହଣ କରିଥିଲେ, ଏଇ ରା ଯୋଉ କହୁଛି ମୁଁ ଜାଣିନି, ମୁଁ ଜାଣିନି। ସେଇଟା ମୋ ଧାରଣାର ବାହାରେ। ବାବା ଗୋଟେ କଥା ମତେ କୁହନ୍ତୁ, ମୁଁ ଆପଣଙ୍କର ତ ସବୁ ଚ୍ୟାନେଲ ଦେଖୁଛି, ଆପଣ କହୁଥିଲେ ଚେତନ ଶକ୍ତି ଯୋଉ ମଣିଷ ଦେହ ଭିତରେ ଅଛି, ଜୀବଙ୍କ ଦେହ ଭିତରେ, ଜୀବଙ୍କ ଭିତରେ ଅଛି, ଆଉ ଚେତନ ଶକ୍ତି ଯୋଉ ବ୍ଲାକ୍ ହୋଲ ନା କଣ କହୁଥିଲେ ଶୂନ୍ୟର ସେଠି ଅଛି। ତେଣୁ ଆମ ଭିତରେ ତ ଚେତନ ଶକ୍ତି ଅଛି, କିନ୍ତୁ ଯୋଉ ଆମେ ଯୋଉ କର୍ମ କରନ୍ତି ସେ ଫଳ କିଏ ଦିଏ, କେମିତି କଣ ସେଇ ଚେତନ ଶକ୍ତି? ଆମେ କର୍ମ କରନ୍ତି, ମନେକର ଜଣେ ବଦମାସି କଲା, ହଣା କଟା ଚୁରି ଡକାୟତି ଅନ୍ୟାୟ ଅସତ୍ୟ କରୁଛି, ତାକୁ ତା କର୍ମର ଫଳ ତ ଭଗବାନ କହନ୍ତି ନା, ଭଗବାନ ଦିଅନ୍ତି ତା କର୍ମର ଫଳ ତାକୁ। ତେଣୁ ସେ କର୍ମର ଫଳ କିଏ ଦିଏ? ଏଇ ଚେତନ ଶକ୍ତି ଦିଏ ନା। ଆଉ ମୋ କଥାଟା ଶୁଣ, ତୁ ବୁଝେଇ ଦଉଛି, ତୁ ବୁଝିପାରିବ। ଯେ ଆମର ମନେ କରାଯାଉ ଗୋଟେ ରେକର୍ଡିଂ ଯନ୍ତ୍ର ଅଛି। ଆଜ୍ଞା, ଏଇ ଯୋଉ ବାହାରେ ଯୋଉ ରେକର୍ଡିଂ ଯନ୍ତ୍ର ସବୁ ଅଛି ହେଲା, ସେ ରେକର୍ଡିଂ ଯନ୍ତ୍ରଟା ରଖିଦେଇକି ତମେ ଯୋଉ ଗୀତ ବୋଲିବ, ସେ ରେକର୍ଡିଂ ହେଇଯିବ ନା ନାଇଁ? ହଁ, ରେକର୍ଡିଂ ହେଇଯିବ। ବାସ୍, ସେଇ ରେକର୍ଡିଂ ଯନ୍ତ୍ର ଗୋଟେ ପ୍ରାକୃତିକ ରେକର୍ଡିଂ ଆମ ଦେହ ଭିତରେ ଅଛି। ଯେତେବେଳେ ଶୂନ୍ୟରୁ ସବୁ ଚିତ୍ ଶକ୍ତି ଆମ ଶରୀର ଭିତରେ ସବୁ ଖେଳେ ହେଲା, ଖେଳି ସାରିଲା ପରେ ଏଇ ଯୋଉ ଟୋଟାଲ ହୋଲ ଯୋଉ ଜୀବାତ୍ମା ଯୋଉ କର୍ମ କରେ ହେଲା, ସେ କର୍ମ ସେ କଣ ହୁଏ ନା ଗୋଟେ ଜାଗାରେ ରେକର୍ଡିଂ ହେଇକି ରହିଯାଏ। ସେଇଟାକୁ ଆମର ଶାସ୍ତ୍ରରେ କୁହନ୍ତି କଣ, ଯେ ଗୁପ୍ତ ଚିତ୍ର। ଆମେ ଯୋଉ ଯୋଉ କଥା କରନ୍ତି ସେଗୁଡା ସବୁ ଗୁପ୍ତ ଭାବରେ ଯେମିତି ରେକର୍ଡିଂ ହେଲା ଭଳିଆ ଆମ ଦେହ ଭିତରେ ରହିଯାଏ ହେଲା। ତେଣୁ କର୍ମ ହଉଛି ତିନି ପ୍ରକାରର ହେଲା, ଗୋଟେ ପ୍ରାରବ୍ଧ, ଗୋଟେ ସଞ୍ଚିତ, ଗୋଟେ ହଉଛି କ୍ରିୟମାଣ। କ୍ରିୟମାଣ ଯେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ କଣ ନା, ବର୍ତ୍ତମାନ ମୁଁ ଯୋଉ କର୍ମ କରୁଛି ଏଇଟା ହେଲା କ୍ରିୟମାଣ ହେଲା। ପୂର୍ବ ଜନ୍ମରୁ ଯୋଉ କର୍ମ କରିଥିଲି ଯାହା ରହିଛି ସେଇଟା କୁହନ୍ତି ପ୍ରାରବ୍ଧ। ଏଇ କ୍ରିୟମାଣ କର୍ମଟା ଯେତେବେଳେ ମୃତ୍ୟୁ ପରେ ଯେତେବେଳେ ରହିଯାଏ ତାହା ହଉଛି ସଞ୍ଚିତ। ତେଣୁ ପ୍ରାରବ୍ଧ, କ୍ରିୟମାଣ ଏବଂ ସଞ୍ଚିତ। ଆମେ ପ୍ରାରବ୍ଧ କର୍ମ ବଳରେ ଆମେ କଣ କରନ୍ତି ନା, ସୁଖ ଦୁଃଖ ଶରୀର ଧାରଣ ଆମେ କରନ୍ତି। କର୍ମ ନେଇକିରି ଯିବ ଶରୀର ଧାରଣ କରି, ବହୁତ ବାର ମୁଁ ଏପିସୋଡରେ କହିସାରିଛି ହେଲା। ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବମ୍ ତ୍ୟଜତ୍ୟନ୍ତେ କଳେବରମ୍ ତନ୍ତମେବୈତି କୌନ୍ତେୟ ସଦା ତଦଭାବ ଭାବିତଃ। ବୁଝିଲେ କି? ଯେଉଁ ଯେଉଁ ଭାବ ଚିନ୍ତିଣ ଜୀବ ଜୀବ ଛାଡ଼ଇ
ସେଇ ଭାବ ଲୋଭ ସଦା ଭାବିତ ହୋଇ ସର୍ବଦା ଯୋଉ କଥା ଆମେ ଭାବୁଥିବା ଚିନ୍ତନ କରୁଥିବା ସେଇ କଥା ଗୁଡ଼ିକ ସବୁ କଣ ହୁଏ ନା ରେକର୍ଡିଂ ହେଇକି ରହିଯାଏ ଆମ ଦେହ ଭିତରେ। ତେଣୁ ଏଇ ଯୋଉ ଭାବନା ଭିତରୁ ଆମେ ଯେତେ ଭାବନା ଆମ ଜୀବନ କାଳ ଭିତରେ ଆମେ ସବୁ ଭାବନା କରନ୍ତି ଚିନ୍ତା କରନ୍ତି କର୍ମ କରନ୍ତି ତା ଭିତରୁ ଯୋଉ କର୍ମଟା ଆମେ ମାକ୍ସିମମ୍ ଟାଇମ କରନ୍ତି ସବୁ ସମୟରେ ସଦା ସଦା ସର୍ବଦା ଯୋଉ କର୍ମ ଉପରେ ଭାବିତ ହେଇଥାନ୍ତି ସେଇ କର୍ମ ଫଳଟିକି ଆମେ ନେଇକିରି ସେଇ କର୍ମ ଫଳ ଅନୁସାରେ ଆମେ କଣ କରନ୍ତି ନା ଆମ ଶରୀରର ଜୀବନ ଯାତ୍ରା ପରଜନ୍ମରେ ହେଇଥାଏ। ମୁଁ ଗୋଟେ ଉଦାହରଣ ଦଉଛି ମନେ କରାଯାଉ ଯେ ଗୋଟେ ଲୋକ ସିଏ ତାର ଜୀବନ କାଳ ମଧ୍ୟରେ ସେ କାଳେ ପିଲାମାନଙ୍କୁ ପାଠ ପଢି ଗୋଟେ ମାଷ୍ଟର କରିଛି ଟ୍ୟୁସନ କରୁଛି ପାଠ ପଢୁଛି ଜୀବନଟା ତାର ସେ ପାଠ ପଢେଇବାରେ ବିତିଗଲା। ପୁଣି ଯେତେବେଳେ ଆର ଜନ୍ମରେ ସେ ଜନ୍ମ ହବ ପୁଣି ସେଇ କର୍ମ ପ୍ରତି ତାର ଆକୃଷ୍ଟ ଆସିବ ସେଇ କର୍ମ ପ୍ରତି। ଆପଣ ଦେଖନ୍ତୁ ମୁଁ ଗୋଟେ ଆଉ ଗୋଟେ ଭଲ କଥା କହୁଛି ଯେ ଗୋଟେ ଦାଣ୍ଡରେ ସନ୍ଧ୍ୟା ବେଳେ 5 ରୁ 12 ବର୍ଷର ପୁଅ ଝିଅ ଛୋଟ ଛୁଆ ଆପଣ 8-10ଟି ବସିକି ଆପଣ ଛାଡ଼ି ଦିଅନ୍ତୁ ସେ ଖେଳିବେ। ଖେଳିଲା ଭିତରେ ଦେଖିବେ ତା ଭିତରୁ ଜଣେ କିଏ ଦଳେ ଥିବେ ସେ ନିକିତି ଧରିକି ଓଜନ କରୁଥିବେ ମାଟିରେ, ଆଉ ଜଣେ ଚୋର ପୁଲିସ ଖେଳୁଥିବେ, ଆଉ ଜଣେ ପୋଲିସ ହେଇକି ଗୋଡଉଥିବ, ଆଉ ଜଣେ ଚୋର ହେଇକି ଲୁଚକାଳି ଖେଳୁଥିବ। ଏଇ ସବୁ କାମ ସବୁ କରନ୍ତି। ଏଇ ଯୋଉ କର୍ମ ସବୁ କରନ୍ତି ଏଇ କର୍ମଟି ହଉଛି ତାଙ୍କର ପୂର୍ବ ଜନ୍ମର ପ୍ରାରବ୍ଧ କର୍ମର ଫଳ। ସେଇ ଅନୁସାରେ ତାଙ୍କ ମନଟା କଣ ହୁଏ ନା ସେଇ ଦିଗକୁ ଧାବିତ ହୁଏ। ଯଦି ଧାବିତ ପୁଣି ସେଇ ଦିଗକୁ ସେ କର୍ମ ସବୁ କରିଚାଲନ୍ତି। ସେଇଭଳି ପ୍ରକାରର ଆମେ ଆମ ଜୀବନରେ ଯୋଉ କର୍ମ କରନ୍ତି ପ୍ରାରବ୍ଧ ଅନୁସାରେ କିଛି କର୍ମ କରନ୍ତି କିନ୍ତୁ ପରିବେଶ ପରିସ୍ଥିତି ଅନୁସାରେ ସେ ପ୍ରାରବ୍ଧ କର୍ମ ମଧ୍ୟ ଖଣ୍ଡନ ହେଇପାରେ ବୁଝିଲେ ନା। ହେଇକି ପୁଣି ସଞ୍ଚିତ କର୍ମରେ ଆଉ ଗୋଟେ ନୂତନ କର୍ମ କଣ ଆମେ କରନ୍ତି ପୁଣି ସିଏ କଣ କରେ ନା ଆର ଜନ୍ମକୁ ନିବଦ୍ଧ ହେଇକି ସିଏ ପୁଣି ଆର ଜନ୍ମକୁ ପହଞ୍ଚେ ବୁଝିପାରିଲେ। ସେଇଥିପାଇଁ ଆମର ସାଧୁ ସନ୍ନ୍ୟାସୀ କୁହନ୍ତି କଣ ତମେ ଜୀବନ କାଳ ଭିତରେ ଯାହା କରୁଛ ନା କର ଯୋଉ କାମ କରୁଛ ନା କର ନା କିଛି ଯାଆସ ନାହିଁ ସଦ୍ଗୁରୁ ଦତ୍ତ ନାମକୁ ତମେ ସ୍ମରଣ କଲେ ସେ କର୍ମ ସବୁ ଖଣ୍ଡନ ହେଇଯିବ। ଆଉ କଣ ହବ ନା ସଦ୍ଗୁରୁ ଦତ୍ତ କର୍ମକୁ ଯଦି ଆମେ ପ୍ରାକ୍ଟିସ କରିଥିବା ମୃତ୍ୟୁ ସମୟରେ ସେ ସଦ୍ଗୁରୁଙ୍କ ରୂପ ହିଁ ଆମକୁ ଦୃଶ୍ୟ ହବ। ମନୁଷ୍ୟ ଜନ୍ମ ଅନିବାର୍ଯ୍ୟ ଆମେ ପାଇବା କାହିଁକି ନା ଆମେ ସବୁ ସମୟରେ ପ୍ରାକ୍ଟିସ କରିଛନ୍ତି ନା। ଗୀତାରେ ସେ କଥା କହୁଛି ଅଭ୍ୟାସ ଯୋଗୁ ତେନ ଚେତସା ନାନ୍ୟଗାମିନା ପରମଂ ପୁରୁଷଂ ଦିବଂ ଜାତି ପାର୍ଥାନୁଚିତୟନ୍ ଅଭ୍ୟାସ ଯୋଗରେ ଅଭ୍ୟାସୀ ଚିତ ଏକାଗ୍ର ବଳେ ସେ ଦିବ୍ୟ ପରମ ପୁରୁଷ ଜୀବ ଲଭଇ ହେଳେ। ବୁଝିଲେ ନା। କେମିତି ପାଇବା ନା ପ୍ରାକ୍ଟିସ ମେକ୍ ଏ ମ୍ୟାନ ପରଫେକ୍ଟ ଇଂରାଜୀରେ କୁହନ୍ତି ଯେ ଅଭ୍ୟାସ କରିଥିଲେ ଆମେ ଠିକ ଉପଯୁକ୍ତ ଜାଗାରେ ପହଞ୍ଚି ପାରିଥିବା। ତେଣୁ ଅଭ୍ୟାସ ମଣିଷକୁ ସବୁ କରେ। ତେଣୁ ମନର ଧର୍ମ ହେଲା କଳ୍ପନା କରିବା ବୁଝିଲେ ନା। ସେ ଜୀବନ ସାରା ସବୁବେଳେ ଶୋଇଲା ବେଳେ ବସିଲା ବେଳେ ଯେତେବେଳେ ସେ ତାର ଧର୍ମ ହେଲା ସେ ଶରୀର ଥିଲା ପର୍ଯ୍ୟନ୍ତ ସିଏ ଖାଲି କଳ୍ପନା କରି ଚାଲିବ। ତେଣୁ ଏଇ କଳ୍ପନା ନାନାଦି ବିଷୟ ଅସୀମ ବିଷୟ କଳ୍ପନା ଅନ୍ତ ପର୍ଯ୍ୟନ୍ତ ଚିନ୍ତି କାମ ଉପଭୋଗ ପରମ କରି ନିଶ୍ଚିନ୍ତ ମତି ବୁଝିଲେ ନା। ଏଗୁଡା କରୁଥାନ୍ତି କିନ୍ତୁ ଆମେ କଣ କରିବା ନା ଏଇ ମନଟାକୁ କଣ କରିବା ନା ସବୁ କାମନାରୁ ଆଣିକି ଗୋଟେ ଜାଗାରେ ଆମେ ସ୍ଥିର କରିଦବା ପ୍ରାକ୍ଟିସ କରିଦବା ଚେତନ କରିଦବା ଗୋଟିଏ ଚିନ୍ତାରେ। ତେଣୁ କଣ ହବ ନା ସବୁ ଚିନ୍ତାରୁ ନିବୃତ୍ତ ହେଇକି ଯେତେବେଳେ ସେ ଗୋଟିଏ ଚିନ୍ତାରେ ରହିବ ଅହରହ ଚିନ୍ତନ କରିବ ସେତେବେଳେ ନା ଅନ୍ୟ ଚିନ୍ତା ଗୁଡ଼ିକ ତାକୁ ପ୍ରଭାବ ବିସ୍ତାର କରିପାରିବେ ନାହିଁ। ମୁଁ ଆପଣଙ୍କୁ ଆଉ ଗୋଟେ ଛୋଟ ଉଦାହରଣ ଦଉଛି ଶୁଣନ୍ତୁ ଯେ ମନେ କରାଯାଉ ଆପଣ ହଉଛନ୍ତି ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି ହେଲା। ସାମାନ୍ୟ ଟିକେ ଭୁଲ କରୁଛନ୍ତି ଯୋଉ ଭୁଲରୁ ଆପଣଙ୍କୁ କାଲି ସକାଳ ଆପଣଙ୍କ ଦ୍ୱାରକୁ ପୋଲିସ ଆସିବ। ଆଚ୍ଛା ପୋଲିସ ଯେତେବେଳେ ଆସିବ ସେତେବେଳେ କଣ ହବ ନା ନିଜର ସମ୍ମାନଟି ଯିବ। ଗାଁ ଲୋକ ଦେଖିବେ ମତେ ଛି ଛାକର ସବୁ କରିବେ ତେଣୁ ଘୋର ଅପମାନ ମତେ ଲାଗିବ। ତେଣୁ ମନ ଭିତରେ ମୁଁ ଗୋଟେ ନିର୍ଜନ ଜାଗାରେ ମୁଁ ମନ ଦୁଃଖରେ ଗଭୀର ଚିନ୍ତାରେ ବସିଛି କେମିତି ଏ ଦୁଃଖରୁ ମୁଁ ତ୍ରାହି ପାଇବି। ଏଇ ସମୟରେ କଣ ହେଲା ନା ଗୋଟିଏ ଗାଈ ତମ ସାମ୍ନା ଦେଇକି ଚାଲିଗଲା। ଯଦି ଚାଲିଗଲା ଗଲା ପରେ ସେଠୁ ଗାଈ ଆଳେ ଲୋକଟି ଆସୁଛି ଆସିକି ପହଞ୍ଚିଲା ଅମୁକ ଦାଦା କି ଅମୁକ ଭାଇ କଣ ତମର ଗୋଟେ ସମ୍ପର୍କ ହେଇଥିବ ଏବାଟେ ମୋ ଗାଈଟା ଗଲା କି ତମେ କାହିଁ ନା ତ ମୁଁ ତ ଦେଖିନାହିଁ। ତା ଅର୍ଥ କଣ ତମେ ଦେଖିଛ ତମ ଆଖି ଆଗରେ ଗାଈଟା ଯାଇଛି କିନ୍ତୁ ଯେହେତୁ ସେ ଗାଈ ରୂପ ଯୋଉ ଆଖିରେ ପଡିଛି
ସେ ରୂପ ଉପରେ ତମର ମନ ନଥିଲା। ହଁ ହଁ ତମ ମନଟା ଯାଇକି ଅନ୍ୟ କୋଉଠି ଗୋଟେ ଜାଗାରେ ଥିଲା। ହଁ ତେଣୁ ତମେ ଦେଖିଲେ ସୁଦ୍ଧା ଦେଖିପାରିଲନି। ହଁ ଠିକ ସେଇଭଳି ଯେତେବେଳେ ଆମେ ଈଶ୍ୱର ସାଧନା କରିବା ବା ସଦ୍ଗୁରୁଙ୍କୁ ଧରିବା କି ଭଗବତ ଚିନ୍ତା କରିବା, ସେମିତି ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ସବୁ କର୍ମ କରିକି ମଧ୍ୟ ସେ କର୍ମ ଗୁଡ଼ିକ ମତେ ଦେଖାଯିବନି। ମତେ ସବୁ ଦେଖାଯିବ କଣ? ସବୁଆଡେ ଦେଖାଯିବ ସେ ପ୍ରତିଛବି, ଈଶ୍ୱରଙ୍କ ରୂପ, ଈଶ୍ୱରଙ୍କ ପ୍ରତିଛବି। କଣ ବୁଝିଲେ ନା? ଏଇଭଳି ବାବା ଶୁଣନ୍ତୁ, ମୁଁ ଗୋଟେ କଥା କହିବି। ଯୋଉ ମଣିଷ ଏଇ ଯେ ମନେ କରନ୍ତୁ ଆପଣଙ୍କର ଯେତିକି କଳା ମାଟି କି ବାଡି ଜଣେ ଜବରଦସ୍ତି କରିକି ନେଲା, ଆପଣ ଯଦି କହିଲେ ସେ ମାଡିପିଟି କରିବାକୁ ଚାହିଁଲା କି ଅଲଗା ସାଙ୍ଗରେ ଆପଣଙ୍କ ସାଙ୍ଗର ମନେକର ନାଗିଲା କି ଏଇ ଟାଇପରେ ଆପଣଙ୍କ ପିଲା ସାଙ୍ଗ ଉପରେ ମାନେ ଜବରଦସ୍ତି କିଛି ଅତ୍ୟାଚାର କଲା, ଏଇ ସବୁ ଯୋଉ କାରବାର କଲା, ବଦମାସି ଯେ ବଳପୂର୍ବକ କଲା, ସେ ଅନ୍ୟ କାହା ସହିତ କଲା, ଏଇ ଦୁର୍ନୀତି କରିଚାଲିଲା, ସେ କଣ ଏଇ ଜନ୍ମରେ ସେ କର୍ମର ଫଳ ସେ ପାଇବ ନାହିଁ? ତାହେଲେ ମୋ କଥାଟାକୁ ଆପଣ ବୁଝିପାରିଲେନି। ଆପଣ ତ କହୁଛନ୍ତି ପର ଜନ୍ମର ପାଇବ କର୍ମ କରୁଛି। ନା 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 ନା, ଆପଣ ଧରିପାରିଲେନି ମୋ କଥାଟାକୁ। ମୁଁ କଥାଟା କହି ସାରେ ତାପରେ ଆପଣ କହିବେ, ବୁଝିଲେ ନା? ମୋ କଥାଟାକୁ ମୋଟେ ଧରି ପାରୁନାହାନ୍ତି। ମୁଁ କହିଲି ଯେ ଯେତେବେଳେ ଆମର, ମୁଁ କୋଉ କଥାଟା କହୁଛି, ମତେ କୋଉ କଥାଟା ପ୍ରଥମେ ଯୋଉ କଥାଟା ପ୍ରଶ୍ନ ବର୍ତ୍ତମାନ ପଚାରିଲ, ସେ ପ୍ରଶ୍ନ ମତେ ପ୍ରଥମେ ପଚାରି ଦେଇଛ। ଆଜ୍ଞା ମୁଁ ଯୋଉ ପ୍ରଶ୍ନଟା ଏବେ ବର୍ତ୍ତମାନ କହିଲେ, ସେ ପ୍ରଶ୍ନଟା ମତେ ଆଗରୁ ପ୍ରଥମରୁ ପଚାରି ଦେଇଛ ନା ନାଇଁ? ଆଜ୍ଞା ପଚାରି ଦେଇଛ। ମୁଁ ତା ଉତ୍ତରଟା ତମକୁ ସରଳୀକରଣ କରିକି ବୁଝଉଛି। ଆଜ୍ଞା ତେଣୁ ଗୋଟେ କଥା ହଉଛି ଯେ ତମେ ଯୋଉ କଥାଟା କହିଲି ମଝିରେ ତମେ ବନ୍ଦ କଲ ଯେ ଆମେ ମାନ୍ୟଗଣ୍ୟ ବ୍ୟକ୍ତି, ଆମେ ଯେତେବେଳେ ଆମର ସମ୍ମାନ ନଷ୍ଟ ହେଇଯିବା ପାଇଁ ଆମ ମନଟା ଯାଇକି କୋଉଠି ଚିନ୍ତା କରୁଛି, କିନ୍ତୁ ମନଟା ଆମର ଚକ୍ଷୁ, ମୁଖ, ନାସା, କର୍ଣ୍ଣ, ଜିହ୍ବା, ଚର୍ମ ଏଇ ଇନ୍ଦ୍ରିୟ ମାନଙ୍କରେ ଆମ ମନ ବର୍ତ୍ତମାନ ନାହିଁ। ଆଜ୍ଞା ମନଟା ଇନ୍ଦ୍ରିୟରୁ ନିବୃତ୍ତ ହେଇକି ଯାଇକି ସେ କାର୍ଯ୍ୟ ଉପରେ ମୋର ମନନ କରୁଛି। ଠିକ ସେଇଭଳି ତମେ ଯେତେବେଳେ ଏଇ ଯୋଉ ସବୁ ଇନ୍ଦ୍ରିୟ କର୍ମ ଉପରୁ ମନଟାକୁ ନିବୃତ୍ତ କରିକି ତମେ ଯେତେବେଳେ ଗୁରୁ ନାମରେ ତମେ କଣ କରିବ ନା ନିଯୋଗ କରିବ, ବା ଇଷ୍ଟ ନାମରେ କିମ୍ବା ଭଗବତ ଚିନ୍ତାରେ ଯେତେବେଳେ ମନଟାକୁ ନିବେଶ କରିଦବ, ମନ କଣ କରିବ ନା ଏଇ ଇନ୍ଦ୍ରିୟ ମାନଙ୍କରୁ ନିବୃତ୍ତ ହେଇଯିବ। ଯେତେବେଳେ ଇନ୍ଦ୍ରିୟ ମାନଙ୍କରୁ ନିବୃତ୍ତ ହେଇଯିବ, ଯୋଉ ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ ଯୋଉ କର୍ମ ଗୁଡାକ ମୁଁ କହିଲି, ହେଲା କି, ସେ କର୍ମ ଗୁଡାକ ମନରେ ଆଉ ରହିବ ନାହିଁ। ଆଜ୍ଞା ତେଣୁ ଯୋଉ କହୁଛନ୍ତି ଆଗକୁ କଣ ହବ, ପଛକୁ କଣ ହବ, ଇଏ ସବୁ ତ ଜୀବ ମାନଙ୍କର ହଏ। କିନ୍ତୁ ଏଇ କର୍ମରୁ ତ୍ରାହି ପାଇବା ପାଇଁ ଆମେ ଯଦି ଭଗବତ ଚିନ୍ତା କରିବା, ଏଇ ପ୍ରାରବ୍ଧ କର୍ମ ଖଣ୍ଡନ ହେଇଯିବ। କ୍ରିୟମାଣ କର୍ମଟା ଆମକୁ ପ୍ରଭାବିତ କରିପାରିବନି। ସଞ୍ଚିତ କର୍ମ ରହିବାର ପ୍ରଶ୍ନ କାହିଁ? ଆଜ୍ଞା ଆଜ୍ଞା ମୋ କଥାଟା ଧଇଲେ ନା ଏବେ କଥାଟା କଣ? ହଁ ହଁ ତେଣୁ ଯେ ଏ କର୍ମ ଗୁଡ଼ିକ ଯିଏ ଆମକୁ ପୁଣି ଜନ୍ମ ବନ୍ଧନରେ ବାନ୍ଧୁଛି, କଣ ହେଲା ନା? ମୁଁ ଯେମିତି ପ୍ରଥମରୁ ଫାଷ୍ଟରୁ ପୁଣି ଆଉ ଥରେ ମୁଁ କହୁଛି, ଯୋଉ ପିଲାମାନେ ଖେଳୁଛନ୍ତି, ଯୋଉ ଯୋଉ ପ୍ରକାର ଅଭ୍ୟାସ ତାଙ୍କର ରହିଛି, ସେଇଭଳି ପ୍ରକାରର ଆମେ ଯଦି ଜୀବନରେ ଯୋଉ କର୍ମ କରିବା, ସେଇ କର୍ମ ନେଇକି ପୁନଃ ଜନ୍ମ ଗ୍ରହଣ କରିବା। ଆଜ୍ଞା ତେଣୁ ଆମେ ଯଦି ଭଗବତ ଚିନ୍ତାରେ ମନଟାକୁ ନିବେଶ କରିଥାନ୍ତି ଜୀବନ ସାରା, ବୁଝିଲେ କି, ଇଏ ଯେତେ କର୍ମ ଆମେ କରିବା, ଯୋଉ ପିଲା ଛୁଆ କହୁଛନ୍ତି କି ଗାଡି ଆକ୍ସିଡେଣ୍ଟ, ଭଲ ମନ୍ଦ ଯେତେ ଯାହା ହବ, ସେ କର୍ମ ଗୁଡିକ ମତେ ପ୍ରଭାବ ବିସ୍ତାର କରିପାରିବନି। କିନ୍ତୁ ତା ଅର୍ଥ ନୁହେଁ ଯେ ସେ କର୍ମରୁ ମୁଁ ନିବୃତ୍ତ ହେଇଗଲି। କର୍ମ ରହିଛି, କର୍ମରୁ ମୁଁ ନିବୃତ୍ତ ତ ହେଇଛି, କିନ୍ତୁ ସେଇ କର୍ମ ଗୁଡିକର ସମାଧାନ କରିବା ପାଇଁ ମୁଁ ଅଧୈର୍ଯ୍ୟ ହେବି ନାହିଁ। ସେ କର୍ମ ମତେ ପ୍ରଭାବିତ କରିପାରିବିନି। ମୋ ହାତରେ ଗୋଟେ କିଏ ଜଣେ କାଟିଦେଲା, ମୁଁ କଟିଗଲା, ରକ୍ତ ଟିକେ ବୋଇଲା, ରକ୍ତ ବୋଇଲା, ମୁଁ ସେଠୁ ଚିନ୍ତା କଟିଗଲା, କଣ ହେଲା? ତାହେଲେ ମୋର ଶରୀର, ମୋ ଶରୀରରୁ ରକ୍ତ ବାହାରିଲା, ମୋ ଶରୀର ଖରାପ ହେଇଯିବ, ଏଇ ଚିନ୍ତାଧାରା ଥିବାରୁ ମତେ ତା ପାଇଁ ବ୍ୟତିବ୍ୟସ୍ତ ଲାଗିଲା। ଯଦି ମୁଁ ଚିନ୍ତା କରିଥାନ୍ତି ନାଇଁ ନାଇଁ ଶରୀରଟା କ୍ଷଣିକ, କଣ ଭଲ ମନ୍ଦ ଟିକେ ହେଇଛି, କିଛି ଅସୁବିଧା ନାହିଁ, ତାପରେ ସେଇଠୁ ସେ ତାର ବଳେ ବଳେ ଭଲ ହେଇଯିବ, ଆଉ ଏଇ ଚିନ୍ତା ଯଦି କରିବା ଆମକୁ ବ୍ୟତିବ୍ୟସ୍ତ ଲାଗିବନି, ସେଇ କର୍ମ ହବ, ସବୁ ହବ। ଧରିପାରିଲେ ନା ମୋ କଥାଟାକୁ? ଆପଣଙ୍କୁ ବ୍ୟତିବ୍ୟସ୍ତ ଲାଗିବନି। ଆପଣ ସ୍ଥିର ସମୁଦ୍ରର ଜଳ ସଦୃଶ, ଆପଣ ସାଗର ସହିତ ଗମ୍ଭୀର ହେଇଯିବେ, ସାଗର ଭଳିଆ ସ୍ଥିତ ପ୍ରଜ୍ଞ ହେଇଯିବ ଆପଣଙ୍କର ଗୁରୁ ନାମ ସ୍ମରଣ କରି। ହେଲା କେନେ କଣ ହବ ନା, ଏଇ ଯୋଉ ଇନ୍ଦ୍ରିୟ ମାନଙ୍କର ଯୋଉ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଯାଇକି ମନକୁ ବିଚଳିତ କରୁଥିଲା, ସେ ଆଉ ବିଚଳିତ କରିବ ନାହିଁ, କି ସେ କର୍ମ ଗୁଡିକ ପ୍ରଭାବ ପକେଇ ପାରିବ ନାହିଁ। କଣ ଧଇଲେ ନା ମୋ କଥାଟାକୁ? ତେଣୁ ଆପଣ କଣ କରିବେ ନା, ସେ କର୍ମରୁ ନିବୃତ୍ତ ହେଇକି ଆପଣ ନିବୃତ୍ତି ପାରକକୁ ଯିବେ। ସେଇ କଥାଟା କହୁଛି। ତେଣୁ ସଞ୍ଚିତ କ୍ରିୟମାଣ ପ୍ରାରବ୍ଧ ଏଗୁଡାକ ସବୁ ହବ, କାହିଁକି ନା ଆମର ଶାସ୍ତ୍ର ଲେଖା ହେଇଛି
ଯେ ଗୋଟିଏ କଥା ମନେ ରଖ, ଗୋଟିଏ ଶବ୍ଦ ଜାଣିଥିବ, ତା ନାଁ ହଉଛି ଚିତ୍ରଗୁପ୍ତ। ଆଜ୍ଞା ଜାଣିଛି। ଚିତ୍ରଗୁପ୍ତ କହିଲେ ସେ ଯମର ହଉଛି କଣ ପାଞ୍ଜିକାରକ, ଆଜ୍ଞା ଗୁମାସ୍ତା। ଆଜ୍ଞା କିନ୍ତୁ ଚିତ୍ରଗୁପ୍ତ ତାର ଶବ୍ଦର ଅର୍ଥକୁ ବ୍ୟୁତ୍ପତ୍ତି କର। ଚିତ୍ରଗୁପ୍ତ ଉଲ୍ଟେଇ ଦେଲେ ଗୁପ୍ତ ଚିତ୍ର। ଆଜ୍ଞା ଜୀବନ ସାରା ଯୋଉ ଚିତ୍ରକୁ ଗୁପ୍ତ ଭାବରେ ଆମେ ରେକର୍ଡିଂ କରି ରଖିଥିବା, ସେ କଣ କରେ ନା ମୃତ୍ୟୁ ସମୟରେ ସେ କଣ କରେ ନା ପ୍ରକାଶ ପାଇଯାଏ, ଉଲ୍ଟା ହେଇଯାଏ, ଚିତ୍ରଗୁପ୍ତ ହେଇଯାଏ। ଆଜ୍ଞା ଯେତେବେଳେ ହୁଏ ସେଗୁଡା ସବୁ ଯେମିତି ରେକର୍ଡିଂ କରିକି ଆମେ ଯାହାକୁ ରଖିଥିବା, ଟେପ୍ ଖୋଲିଦେଲା କ୍ଷଣି ସେ ଅଟୋମେଟିକ ବାଜିବ ନା ନାହିଁ। ଠିକ ହଁ ସେଇଭଳି ବାଜିବ। ଜୀବନ ସାରା ଯାହା ଆମେ ରେକର୍ଡିଂ କରିଥିବା, ମୃତ୍ୟୁ ସମୟରେ ସେ ଚିତ୍ରଗୁପ୍ତ ହେଇଯାଏ, ଅର୍ଥାତ୍ ସେ ସବୁ ରେକର୍ଡିଂ ବାଜେ। ବାଜି ଆଜ୍ଞା ସାରିଲା ପରେ ସେଇଠି ସୁଖ ଦୁଃଖ ଜମ ବୋଲି କିଛି ନାହିଁ। ଆମ ଏଇ ମୃତ୍ୟୁ ସଜ୍ଜାରେ ଆମେ ସୁଖ ଦୁଃଖ ଭଲ ମନ୍ଦ ଏଗୁଡାକ ସବୁ ଆମେ ଏଠି ଭୋଗାଭୋଗ କରିବା। ଏଇ ଆଜ୍ଞା ଭୋଗାଭୋଗ କରିସାରିଲା ପରେ ଚିତ୍ରଗୁପ୍ତ ଯୋଉ ପାଞ୍ଜି ଖୋଲେ, ଅର୍ଥାତ୍ ତାର ଗୋଟେ ମୀମାଂସା ହୁଏ ଲାଷ୍ଟ ବେଳକୁ। ଯୋଉ ଆଜ୍ଞା ସଲ୍ୟୁସନ ହୁଏ ସେଇ ସଲ୍ୟୁସନରେ ଚିନ୍ତା ହୁଏ ବା କର୍ମଫଳ ଅନୁସାରେ କୋଉ ଜନିରେ ଆମେ ଜନ୍ମ ହବା, ସେଠି ଗୋଟେ ଆଜ୍ଞା। ଧ୍ୟାଂସ କରାଯାଏ, ସିଦ୍ଧାନ୍ତ ହୁଏ। ତ ଯଦି ଯମ ନାହିଁ ତାକୁ ସିଏ କିଏ ଧାର୍ଯ୍ୟ କରନ୍ତି? ନା ନା ନା, ପ୍ରକୃତି। ଯମ ବୋଲିକି କିଛି ନାହିଁ, ଯମ ହଉଛି କାଳ, ଆଜ୍ଞା ଯମ ହଉଛି ସମୟ। ବୁଝିଲେ? ଆଜ୍ଞା ଆପଣଙ୍କୁ ଆଜ୍ଞା ସମୟ ନିର୍ଦ୍ଧାର୍ଯ୍ୟ କରେ। ମୁଁ ଆପଣଙ୍କୁ ସେ କଥା କହିଲେ ଆଉ ଟିକେ ଭିତରକୁ ଆମେ ଯିବା। ଆପଣ ଆଜ୍ଞା ଗଛଟେ ଲଗେଇଦେଲେ, ଆଜ୍ଞା କିଛି ଦିନ ପରେ ଗୋଟେ ନଡିଆ ଫଳିଲା, ହେଲା ଆଜ୍ଞା ନା? ଆଜ୍ଞା ସେ ନଡିଆଟାକୁ ଫଳିଲା କିଏ? ପ୍ରକୃତି। କାଳ। ହଁ, ସେ ସମୟଟା କାଳ। ଯେତେବେଳେ ହଁ ତାର ସମୟ ଆସିବ ସେତେବେଳେ ସେ ଫଳ ଫଳିବ। ଆଜ୍ଞା ସମୟ ପୂର୍ବରୁ ତମେ ଯେତେ ଚେଷ୍ଟା କରି ଯେତେ ସାର ମସଲା ଦେ ସେ ହବନି। ନା ତାର ଗୋଟେ ପରିପକ୍व ସମୟ ଅଛି, ଆଜ୍ଞା ସେଇଟାକୁ କୁହାଯାଏ ଯମ। ଆଜ୍ଞା ସେ ମାନେ ଯମ ତାକୁ କୁହାଯାଏ ନା, କିନ୍ତୁ ସେ କାଳକୁ କୁହାଯାଏ ଯମ। ଅର୍ଥାତ୍ ଯୋଉ କାଳଟା ଆଜ୍ଞା ପୂର୍ଣ୍ଣ ହେଲେ ତମର ଆଜ୍ଞା ଶରୀର ଆୟୁଷ ପୁରା ନଷ୍ଟ ହୁଏ, ଆଜ୍ଞା ସେଇଟାକୁ କୁହାଯାଏ ଯମ। ଆଜ୍ଞା ମୃତ୍ୟୁର କାଳଟାକୁ କୁହାଯାଏ ଯମ। ସେ କାଳଟା ଆଜ୍ଞା ଗୋଟେ ନିର୍ଦ୍ଧାର୍ଯ୍ୟ ଅଛି। ଆମେ ସିନା କହୁଛନ୍ତି ଆମର ଆଜ୍ଞା ନିର୍ଦ୍ଧାର୍ଯ୍ୟ ଅଛି ଯେ ଆମେ ଏତିକି ବର୍ଷ ଆମେ ବଞ୍ଚିବା, ଏଇଟା ଗୋଟେ ନିର୍ଦ୍ଧାର୍ଯ୍ୟ ଅଛି। କିନ୍ତୁ ତା ହଁ ଭିତରେ ଅକାଳ ମୃତ୍ୟୁ ହବ, ଏଗୁଡା ସବୁ ଅନ୍ୟ ଲୋକ ବୁଝିପାରିବେନି। କିନ୍ତୁ ଆମ ଶାସ୍ତ୍ର ଲେଖା ହେଇଛି, ଯୋଉ କଥା ଆଜ୍ଞା ଆପଣ କରୁଛନ୍ତି ସେଗୁଡା ସବୁ ଆଜ୍ଞା ଆଗରୁ ନିର୍ଦ୍ଧାର୍ଯ୍ୟ ହେଇକି ଅଛି। ଅଛି ହଁ ସେଇଥିପାଇଁ ଆମେ ସେଇ ଅନୁସାରେ ସୁଖ ଦୁଃଖ ଭୋଗୁଛନ୍ତି। କଣ ଆଜ୍ଞା ବୁଝିଲା ନା? ଆଜ୍ଞା। ଏ ହଉଛି କଥା। ଆଉ ବାବା ଆଉ ଗୋଟେ କଥା ଶୁଣନ୍ତୁ, ଆପଣଙ୍କର ତ ମୁଁ ବହୁତ ଆପଣଙ୍କର ସବୁ ଚ୍ୟାନେଲ ମୁଁ ଦେଖେ, କିନ୍ତୁ ଆପଣ ଯୋଉ କହିଛନ୍ତି ଯେତେବେଳେ ସୂର୍ଯ୍ୟ ନାଡିର ଆମେ ସାଧନ କରିବା, ସୂର୍ଯ୍ୟ ନାଡିର ସାଧନ କରିବା ମାନେ ସୂର୍ଯ୍ୟ ନାଡି ମାନେ ଯେମିତି ସୂର୍ଯ୍ୟ ନାଡି ଚାଲିବ ସେଇ ଅନୁସାରେ ସାଧନ କଲେ, ଆମର ସୁଷମନା ନାଡିର ଯୋଉ ସାଧନ କଥା କହିଛନ୍ତି, ସୁଷମନା ନାଡିର ସାଧନ କଲା ବେଳେ ଯୋଉ ମାନେ ଶ୍ୱାସ ଯୋଉ ଦିଟା ନାକର ଯୋଉ ଶ୍ୱାସ ଚାଲେ, ସେ ଧୀରେ ଧୀରେ ଚାଲିବ ନା ଜୋର ଜୋର ଚାଲିବ? ନାଇଁ, ତାର ଲକ୍ଷଣ ଅଲଗା ଅଛି, ଯୋଉଟା କି ସେ ଗୁରୁଘର ପାଠ। ଏଟା କହିପାରିବିନି ମୁଁ। ଆଜ୍ଞା ସୁଷୁମ୍ନା ନାଡି ଜାଗରଣ ହବାର ତାର ଅଲଗା ସୂତ୍ର ଅଛି। ଯେତେ ଆପଣ ବାହାର ପଡୁଛି ସେଗୁଡା ସବୁ ନୁହେଁ, ଅଲଗା ପ୍ରକାର କଥା। ଯୋଉଟା କି ପ୍ରାକ୍ଟିକାଲ ଆମ ଗୁରୁ ଆମକୁ କହିଛନ୍ତି ଏବଂ ଆମେ ଅନୁଭବରେ ଦେଖିଛୁ। ସୁଷୁମ୍ନା ନାଡି ଉଦର ହେଲେ କଣ ହୁଏ, ଆଜ୍ଞା କେତେବେଳେ କୋଉ ଟାଇମରେ ମାନେ ପବନ କେମିତି ଚାଲିଲେ ତମ ସୁଷୁମ୍ନା ନାଡି ଉଦୟ ହେଲା ବୋଲି ଜାଣିବ। କେଉଁ ଆଜ୍ଞା ବକ୍ତ ଚାଲିଲେ ତମର କୋଉ ତତ୍ଵ ଉଦୟ ହେଲା ସେ କଥା ମଧ୍ୟ ଜାଣିବ। ହେଲା କି? ଆଜ୍ଞା ଆଜ୍ଞା ସେ କଥା ଯଦି ପଚାରିଲେ ମୁଁ କହୁଛି ଯେ ପୃଥ୍ୱୀ ଜଳ ଅଗ୍ନି ବାୟୁ ଆକାଶ ପାଞ୍ଚଟା ତତ୍ଵ ଯେମିତି ଆଜ୍ଞା ଘଣ୍ଟା କଣ୍ଟା ଯେମିତି ଏକରୁ ଘୁରି ଘୁରି ଆସିକି 12 ପାଖରେ ପହଞ୍ଚେ, ପୁଣି ଏକରୁ ପୁଣି ଘୁରି ଘୁରି ଆସି ପୁଣି ଏକରେ ପହଞ୍ଚେ, ଘୁରୁଛି ନା ନାଇଁ? ସେଇ ଆଜ୍ଞା ହଁ ହଁ ପାଞ୍ଚଟା ତତ୍ଵ ଅହରହ ଆମ ସାରା ବିଶ୍ୱ ସୃଷ୍ଟି ହେଲା ଦିନ ଠାରୁ କିମ୍ବା ଆପଣଙ୍କର ଶରୀର ସୃଷ୍ଟି ହେଲା ଠାରୁ ପାଞ୍ଚଟା ତତ୍ଵ ଅହରହ ଉଦୟ ହଉଛି ଅସ୍ତ ହଉଛି ଆଜ୍ଞା ପର୍ଯ୍ୟନ୍ତ। କିନ୍ତୁ ସେଇ ତତ୍ଵ ଭିତରେ କୋଉ ତତ୍ଵରେ ବସିଲେ ଆମର ସାଧନାର ସିଦ୍ଧି ହବ, ଆଉ କୋଉ ଆଜ୍ଞା ନାଡି ଉଦୟ ହେଲେ କଣ ଫଳ ମିଳିବ, ଏବଂ ଆଜ୍ଞା ସୁଷୁମ୍ନା ନାଡି କେମିତି ଆମେ ଜାଗ୍ରତ କରିବା। ସୁଷୁମ୍ନା ନାଡି ଉଦୟ କେବେ ହୁଏ ନା। ସୁଷୁମ୍ନା ନାଡି ଯେତେବେଳେ ଉଦୟ ହବ, ସମସ୍ତଙ୍କର ଉଦୟ ହୁଏ, ଏତେ ଆଜ୍ଞା ଶୀଘ୍ର ସେ ପଳାଏ ଯେ ତାକୁ ଧରିବା ବହୁତ କଷ୍ଟ। କିନ୍ତୁ ଆଜ୍ଞା ସାଧୁମାନେ ଯିଏ ସାଧନା କରୁଛନ୍ତି ସେମାନେ ଆଜ୍ଞା ସୁଷୁମ୍ନା ନାଡିକୁ ଜାଗ୍ରତ କରିପାରିବେ ଯେତେବେଳେ ତାଙ୍କ ମନ ସେ କରିପାରିବେ। ପବନ ଉପରେ ଯେତେବେଳେ ଆମର ମାଷ୍ଟରୀ ଆସିଯିବ, ଆମେ ଆଜ୍ଞା ଚାହିଁଲେ ଇଡା ନାଡିରେ ପବନ ରଖିବା, ଚାହିଁଲେ ପିଙ୍ଗଳାରେ ରଖିବା, ଚାହିଁଲେ ସୁଷୁମ୍ନାରେ ରଖିବା। ଏଇ ମାଷ୍ଟରୀ ଯଦି ଆମେ କରିପାରିଥିବା, ମୃତ୍ୟୁ ସମୟରେ ଆଜ୍ଞା ଯେତେବେଳେ ମୃତ୍ୟୁ ସମୟ ଆସିବ, ଆମେ ଯଦି ସୁଷୁମ୍ନା ନାଡିରେ ଜାଗ୍ରତ କରି ରଖିବା, ଆମେ ବ୍ରହ୍ମଲୋକକୁ ପଳେଇବା ଅଟୋମେଟିକ। ଆଜ୍ଞା ଆଜ୍ଞା ବ୍ରହ୍ମଲୋକକୁ ପଳେଇବା, ଆମର ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ପାର ହେଇଯିବା। ଆଜ୍ଞା କିନ୍ତୁ ସେଇ ସୁଷୁମ୍ନା ନାଡି ଆମେ ପବନ ଉପରେ ନାଡି ଉପରେ ମାଷ୍ଟର କରିବାଟା ହଉଛି ଏତେ ସହଜ ନୁହେଁ। ନା ଯିଏ ଯେତେ ଯାହା କହୁଛି କହୁନା କାହିଁକି, ଏତିକି ପୁରାଣ ଗୀତା ଭାଗବତ ଚେତା କରିବା ପାଇଁ।
ଆପଣ ନାଡି ଉପରେ ଆଗେ ପବନ ଉପରେ ମାଷ୍ଟରୀ କରନ୍ତୁ। ସେ ଦୟାନିଧି ପରମଦେବ କହିଲେ ବାୟୁ ସାଧନାରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ। କଣ ବୁଝିଲା ନା? ଦୃଷ୍ଟି ଯେବେ ଥିବ ନାକ ଦଣ୍ଡିକି, ଆଉ ସବୁ ପାଠ ମଳ କାଣ୍ଡିକି। ଆମ ଗୁରୁଙ୍କର ଲେଖା, ସର୍ଟକଟ କଥା। ଦୃଷ୍ଟି ଯେବେ ଥିବ ନାକ ଦଣ୍ଡିକି, ଆଉ ସବୁ ପାଠ ମଳ କାଣ୍ଡି। ଯାହା ଫଳ ଆଉ ଦରକାର ନାହିଁ। ଦୃଷ୍ଟି ନାକ ଦଣ୍ଡିକି, ନାକର କଣ ହେଲା କଣ ହେଲା? ତ୍ରିକୁଟକୁ ଧ୍ୟାନ କଲା ବେଳେ ତ୍ରିକୁଟକୁ ଲୟ କରାଯିବ ତ? ତ୍ରିକୁଟକୁ ଲୟ ମାନେ ଦେଖିବେ ଦୃଷ୍ଟି? ଆଜ୍ଞା। ନା, ତ୍ରିକୁଟ ହଉଛି ଅହଂ ତତ୍ଵର ସ୍ଥାନ। ଆମର ଲଳନା ଚକ୍ରରୁ ତ୍ରିକୁଟ ପର୍ଯ୍ୟନ୍ତ ଅହଂ ତତ୍ଵର ସ୍ଥାନ। ଆମେ ଯଦି ଇଆଡୁ ଯଦି ପ୍ରସ୍ତୁତି ନ ହେଇକି ଆମେ ଖାଲି ତ୍ରିକୁଟକୁ, ଜଣେ ସ୍ତ୍ରୀ ଲୋକ ସେମିତି ସେଦିନ କହୁଥିଲା ଯେ ଗୁରୁ କହିଛନ୍ତି ସେ ଆଖି ଦିଟାକୁ ଖୋସିଦବ, ସେ ଖସି ଯାଉଥିବ, ପୁଣି ବାରମ୍ବାର ତାକୁ ଖୋସି ଦେଇକି ତମେ ଦେଖିବ କରି, ତାକୁ ସମ୍ଭାବ୍ୟ ମୁଦ୍ରା କୁହାଯାଏ। ଆଜ୍ଞା, ମୁଁ ସେଇଟା ଶୁଣିଥିଲି, ସେ ସ୍ତ୍ରୀ ଲୋକ କହୁଥିଲେ। ସମ୍ଭାବ୍ୟ ମୁଦ୍ରାରେ ଯେତେବେଳେ ତମେ ତ୍ରିକୁଟକୁ ଧ୍ୟାନ କରିବ, କିନ୍ତୁ ପ୍ରଥମ ତୋର ଅହଙ୍କାର ବଢିଯିବ। ସେଠି ଯଦି ସମ୍ଭାଳି ନ ପାରିବ, ବହୁତ ଲୋକ ତମକୁ ଖରାପ ପାଇବ, ତମେ ନିନ୍ଦା ଅପମାନ ପାଇବ, ତମର ଅହଙ୍କାର ବହୁତ ବଢିଯିବ, ସଇଲା କାମ। ଅହଙ୍କାର ବଢିଗଲେ ଜ୍ଞାନ ମାର୍ଗ ଟୋଟାଲ ବନ୍ଦ ହେଇଯିବ। ସେଥିପାଇଁ ପ୍ରଥମେ ତ୍ରିକୁଟକୁ ନୁହେଁ, କାହିଁକିନା ଆମର ଗୀତା ଲେଖା ଯେ ସଂପ୍ରେକ୍ଷ ନାସିକାଗ୍ରଂ ସଂଦିତସ୍ଥାନ ଅବଲୋକୟନ୍। କଣ ବୁଝିଲେ ନା? ତେଣୁ ଆପଣ ତ୍ରିକୁଟ କଥା ଛାଡନ୍ତୁ। ସଦ୍ଗୁରୁ ଦତ୍ତ, ସଦ୍ଗୁରୁ ଶରଣ ନିଅ, ସବୁ ହେଇଯିବ। ବୁଝିଲେ ନା? ଏତେ ପଚାରିଲେ କିଛି ହବନି। ଗାଇଲେ ବାଇଲେ କହିଲେ କି ହେବ, ଅନୁଭବ କଲେ ପାଇ ଜୀବର ଗତିରେ ମୂଳ ଅନୁଭବ, ଗୁରୁ ବିନା ଗତି ନାହିଁ। ବାବା ଶୁଣନ୍ତୁ, ମୁଁ ତ ଗୁରୁ ଧରିଛି, ଆପଣଙ୍କୁ ସେଦିନ କହୁଥିଲି ଆମର ଠାକୁର ଅନୁକୂଳ ଚନ୍ଦ୍ର। ଗୁରୁ କହିଦେବେ, ବୁଝିଲା ନା? ଗୁରୁ ଯଦି ଧରିଛନ୍ତି ଗୁରୁଙ୍କୁ କୁହନ୍ତୁ, ଗୁରୁ ଭେଦ କହିଦେବେ, ଆମେ କହିପାରିବୁନୁ। ବୁଝିଲେ ନା? କାହିଁକି ନା ଗୁରୁ ଯତ ମତ ତତ ପଥ। ହେଲା, ଆମେ ଯୋଉ ଗୁରୁଙ୍କୁ ଧରିଛୁ ଆମ ପଥ ଅଲଗା, ଆପଣ ଯୋଉ ଗୁରୁକୁ ଧରିବେ ତାଙ୍କ ପଥ ଅଲଗା। ବୁଝିଲେ ନା? ଯୋଉ ଗୁରୁକୁ ଧରିଛନ୍ତି ସେଇ ଗୁରୁଙ୍କୁ ଧରିକି ସେଇ ପଥ ବାଟେ ଚାଲ। ଗୁରୁ ତ ଦେହ ତ୍ୟାଗ କରିସାରିଛନ୍ତି, କିନ୍ତୁ ବର୍ତ୍ତମାନ ଯୋଉ ଟିଚିଂ ଦେଲା ବାଲା ତ କାହାନ୍ତି। ବୁଝିପାରିଲେ? ଆପଣ ଯେମିତି ଆପଣଙ୍କୁ ଆମେ ଗୁରୁ ନ ଧରିକି ବି ଆପଣ ଯେମିତି ରାସ୍ତା ଦେଖେଇ ଦଉଛନ୍ତି, ରାସ୍ତା ଦେଖେଇ ନାହାନ୍ତି। ମୁଁ ପଣ କରିଛି, ମୁଁ ଯିଏ ଯୋଉ ମାର୍ଗରେ ଯୋଉଠି ଥାଉ ମୁଁ ନିଶ୍ଚିତ କହିବି। କାହିଁକି ନା ମୁଁ ମୋର ସେମିତି କିଛି ଭେଦ ଦୃଷ୍ଟି ନାହିଁ। ମୁଁ ସମସ୍ତଙ୍କୁ କହିବି, ଆପଣ ଚିନ୍ତା କରନ୍ତୁ ନାହିଁ। କିନ୍ତୁ କଣ କରୁଛନ୍ତି ସେଟାକୁ ମତେ ନ କହିଲେ, ମୁଁ ଧର ଜଣେ ଲୋକ କଣ କରୁଛି ମୁଁ ସେଟା ନ ଜାଣିଲେ କେମିତି କହିବି? ଯଦି ତମେ ଜାଣିବା ପାଇଁ ଚାହୁଁଛ, ଗୁରୁ କର, କିଛି ନାହିଁ, ଯେକୌଣସି ଲୋକଙ୍କୁ ଗୁରୁ କର, ମୋର କିଛି କହିବାର ନାହିଁ। କିନ୍ତୁ ମୋ ପାଖକୁ ଯଦି ଆସିକି ସେ ବିଷୟରେ ଜାଣିବା ପାଇଁ ଚାହିଁବେ, ତା ଭିତରେ ମତେ ପୁଙ୍ଖାନୁପୁଙ୍ଖ ବିଷୟରେ ଜାଣିବା ପାଇଁ ପଡିବ ନା। ଆପଣ ଯାଇଛନ୍ତି ଗୋଟେ ଡାକ୍ତରଖାନାକୁ, ତାପରେ ସେଇଠୁ 5-25 ଡାକ୍ତରଙ୍କ ଠାରୁ ମେଡିସିନ ଖାଇଛନ୍ତି, ରୋଗ ଭଲ ହଉନି। ଯେତେବେଳେ ସେ ଡାକ୍ତର ପାଖକୁ ଯିବ, ସିଏ କହିବ କୋଉ ସେ ଡାକ୍ତର ପାଖରୁ କୋଉ କୋଉ ପ୍ରେସକ୍ରିପସନ ସବୁ ମତେ ଦେଖେଇଲ। ତାହେଲେ ସେ ପ୍ରେସକ୍ରିପସନ ନ ଦେଖିଲେ, ସେ ଯାଞ୍ଚ ନ କଲେ, ସେ କେମିତି କଣ ଔଷଧ ଦେବେ? ରଖୁଛି। ହଁ।